ଆଜିର ପ୍ରସଙ୍ଗରେ ଶୁଣନ୍ତୁ କର୍ମଚାରୀ ସଂକଳ୍ପ ସମ୍ମିଳନୀ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଜୀବନର ପ୍ରତ୍ୟେକ ଦିନ ପ୍ରତିଟି ମୁହୂର୍ତ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସମସ୍ତେ ଦେଶବାସୀଙ୍କ ଜୀବନକୁ ଉନ୍ନତ କରିବାରେ ଯୋଗଦାନ ଦେବା ଉଚିତ। ଆମର ଦାୟିତ୍ୱ ହେଉଛି ରାଷ୍ଟ୍ର ନିର୍ମାଣ ଏବଂ ଦଳଗତ ମନୋଭାବ ସହିତ ଏକାଠି କାମ କରିବା। ଏହାଦ୍ୱାରା ଆତ୍ମନିର୍ଭରଶୀଳ ଭାରତ ଗଠନ ଅଧିକ ସୁଦୃଢ଼ ହୋଇପାରିବ। ନୂଆଦିଲ୍ଲୀର ଆୟୋଜିତ କର୍ମଚାରୀ ସଂକଳ୍ପ ସମ୍ମିଳନୀରେ କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଆହ୍ୱାନ ଦେଇଛନ୍ତି। କାର୍ଯ୍ୟାଳୟରେ ପ୍ରତ୍ୟେକ ଭୂମିକା ଗ୍ରହଣ କରୁଥିବା କର୍ମଚାରୀ ଏବଂ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ ଓ ସମସ୍ତ ସମ୍ମାନର ହକଦାର ବୋଲି ସେ କହିଛନ୍ତି। ଆସନ୍ତା ବର୍ଷ ସମ୍ମିଳନୀକୁ କର୍ମଯୋଗୀ ସଂକଳ୍ପ ସମ୍ମିଳନୀ ଭାବରେ ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଦେଶର ବିକାଶରେ କୃଷି ବିଭାଗ, ICAR ଏବଂ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସମ୍ମିଳନୀରେ ଖରିଫ ଫସଲ ପାଇଁ ବିକଶିତ କୃଷି ସଂକଳ୍ପ ଅଭିଯାନକୁ ଐତିହାସିକ ବୋଲି ବର୍ଣ୍ଣନା କରାଯାଇଛି। କୃଷି କ୍ଷେତ୍ରର ବିକାଶରେ ଏହି ଅଭିଯାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପୂର୍ବରୁ ଏଭଳି ଅଭିଯାନ କେବେ ହୋଇନଥିଲା। ପ୍ରାୟ 2170 ଜଣ କୃଷି ବୈଜ୍ଞାନିକଙ୍କ ଦଳ ବିଭିନ୍ନ ଗାଁକୁ ଗସ୍ତରେ ଯାଇ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏହି ଅଭିଯାନ ମାଧ୍ୟମରେ 500ରୁ ଅଧିକ ଗବେଷଣାତ୍ମକ ପ୍ରସଙ୍ଗ ଚିହ୍ନଟ ହୋଇଛି। କୃଷି କ୍ଷେତ୍ର ପାଇଁ ଏହା ଏକ ଅଭୂତପୂର୍ବ ସଫଳତା ବୋଲି ବର୍ଣ୍ଣନା କରାଯାଇଛି। ଦେଶରେ ଖାଦ୍ୟ ଭଣ୍ଡାର ପରିପୂର୍ଣ୍ଣ ରହିଥିଲେ ମଧ୍ୟ ଏ କ୍ଷେତ୍ରରେ କେତେକ ଆହ୍ୱାନ ମଧ୍ୟ ସୃଷ୍ଟି ହୋଇଛି। ଡାଲି, ତୈଳବୀଜ, କପା ଏବଂ ପ୍ରାକୃତିକ କୃଷି ଉତ୍ପାଦନ ବୃଦ୍ଧି କରିବା ଦିଗରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ସମସ୍ତ ସହଯୋଗ କାମନା ମଧ୍ୟ କରାଯାଇଛି। ରାଜ୍ୟ ସରକାରଙ୍କ ସହଯୋଗ କୃଷି କ୍ଷେତ୍ର ପାଇଁ ଭବିଷ୍ୟତ ପଦକ୍ଷେପ ଆଧାରରେ ଏକ ରୂପରେଖ ମଧ୍ୟ ପ୍ରସ୍ତୁତ କରାଯାଇଛି। ରାଜ୍ୟ ଏବଂ କେନ୍ଦ୍ରର ମିଳିତ ସହଯୋଗରେ କୃଷି କ୍ଷେତ୍ର ଅଧିକ ସୁଦୃଢ଼ ହୋଇପାରିବ। ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା, ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଲକ୍ଷପତି ଦିଦିଙ୍କ ବିକାଶ ଉପରେ ଆଲୋଚନା ହୋଇଛି। କୃଷିମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଦେଶରେ 3 କୋଟି ଲକ୍ଷପତି ଦିଦି ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ 2 କୋଟି 80 ଲକ୍ଷ ହାସଲ ହୋଇପାରିଛି। ଏହା ଏକ ଉଲ୍ଲେଖନୀୟ ଘଟଣା। ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରୁଛନ୍ତି। ଲକ୍ଷପତି ଦିଦି ଅଭିଯାନର ଏହା ଏକ ପ୍ରମୁଖ ଉଦାହରଣ। ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଆବାସ ଯୋଗାଇ ଦେବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉଛି। ଗ୍ରାମ୍ୟ ଜନଜୀବନକୁ ଅଧିକ ବିକଶିତ କରିବା ଲକ୍ଷ୍ୟ ନେଇ ଗ୍ରାମୀଣ ସଡ଼କ ଯୋଗାଯୋଗ ଏବଂ ପାରିପାର୍ଶ୍ୱିକ ପରିସ୍ଥିତିରେ ଅନେକ ସକାରାତ୍ମକ ପରିବର୍ତ୍ତନ ଅଣାଯାଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ସରକାର ଫାଇଲରେ ନୁହେଁ ବରଂ ଲୋକଙ୍କ ଜୀବନରେ ଦୃଶ୍ୟମାନ ହେବା ଉଚିତ। ପୂରଣ ହୋଇପାରିଲେ ହିଁ ପ୍ରକୃତ ସଫଳତା ହାସଲ ହୋଇପାରିବ। ସରକାରୀ ଚାକିରିର ବଳୟ ମଧ୍ୟରେ ରହି ସୁଯୋଗର ସର୍ବାଧିକ ସଦୁପଯୋଗ ମାଧ୍ୟମରେ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଉଚିତ ବୋଲି ଶ୍ରୀ ଚୌହାନ କହିଛନ୍ତି। କୃଷି କ୍ଷେତ୍ର ପାଇଁ ଆହ୍ୱାନ ପାଲଟିଥିବା ନକଲି ସାର, ବିହନ ଏବଂ କୀଟନାଶକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ICAR ଦ୍ୱାରା ତ୍ରିସ୍ତରୀୟ ଯାଞ୍ଚ ପରେ ନକଲି ଭାବରେ ବିକ୍ରି ହେଉଥିବା ପ୍ରାୟ 30,000 ଉତ୍ପାଦ ମଧ୍ୟରୁ 600କୁ ପ୍ରମାଣିତ କରାଯାଇପାରିଛି। ଭାରତ ବିଶ୍ୱ ସମ୍ମୁଖରେ ସର୍ବଦା ନିଜର ଦୃଢ଼ ପ୍ରତିଛବି ଉପସ୍ଥାପନ କରିଆସୁଛି। ବସୁଧୈବ କୁଟୁମ୍ବକମ୍ ମନୋଭାବ ରଖିଥିବା ଆମ ଦେଶ ଯେତେବେଳେ ଜାତୀୟ ସ୍ୱାର୍ଥର ପରିସ୍ଥିତିକୁ ସମ୍ମୁଖୀନ ହୋଇଥାଏ, ସେତେବେଳେ ନିଜର ଚିନ୍ତାଧାରାକୁ ଦୃଢ଼ ଭାବରେ ଉପସ୍ଥାପନ କରିଥାଏ। ସରକାରଙ୍କ ଦୃଢ଼ ନିଷ୍ପତ୍ତି ବଳରେ ଦେଶର କୃଷି, ମତ୍ସ୍ୟ ଏବଂ ପଶୁପାଳନ କ୍ଷେତ୍ରର ସ୍ୱାର୍ଥ ସୁରକ୍ଷିତ ରହିପାରିଛି। ଭୋକାଲ ଫର ଲୋକାଲକୁ ପ୍ରୋତ୍ସାହନ ସ୍ୱରୂପ ଦେଶର ସମସ୍ତ କର୍ମଚାରୀ ଏବଂ ଅଧିକାରୀ ସ୍ୱଦେଶୀ ଉତ୍ପାଦ ଗ୍ରହଣ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଉଚିତ। ଏହାଦ୍ୱାରା ଦେଶର ଅର୍ଥନୀତି ଗତିଶୀଳ ହେବା ସହ ନିଯୁକ୍ତି କ୍ଷେତ୍ର ଅଧିକ ସୁଦୃଢ଼ ହୋଇପାରିବ। କାର୍ଯ୍ୟାଳୟ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରି ଆଗକୁ ବଢ଼ିବା ହେଉଛି ପ୍ରକୃତ ଜୀବନ ବଞ୍ଚିବାର ସ୍ୱପ୍ନ। ବଞ୍ଚିବାର 3ଟି ଉପାୟ ମଧ୍ୟରେ ଦୁଃଖ ସହିତ କାମ କରିବା, ସନ୍ତୁଷ୍ଟ ମନୋଭାବର ସହ କାମ କରିବା ଏବଂ ଆନନ୍ଦ, ଶକ୍ତି ଏବଂ କଠିନ ପରିଶ୍ରମର ସହିତ ଆଗକୁ ବଢ଼ିବା। ତୃତୀୟ ପ୍ରସଙ୍ଗଟି ଜୀବନ ପରିବର୍ତ୍ତନର ଏକ ନୂତନ ମାର୍ଗ ଉନ୍ମୁକ୍ତ କରିପାରିବ। ଦାୟିତ୍ୱ ପ୍ରତି ସମର୍ପଣ ଭାବ ଏବଂ ଆତ୍ମବିଶ୍ୱାସ ଦ୍ୱାରା ହିଁ ଏହା ସମ୍ଭବପର ହୋଇପାରିବ। ଆସନ୍ତୁ କର୍ମମୟ ଜୀବନକୁ ସେବା ମନୋବୃତ୍ତି ସହ ଉପଭୋଗ କରିବା ପାଇଁ ସଂକଳ୍ପବଦ୍ଧ ହେବା।